ଯେଉଁମାନେ ନୂଆ କ୍ରିଏଟର ଏହି ଭିଡିଓ ଦେଖନ୍ତୁ ଖାସ୍ କରି ତମମାନଙ୍କ ପାଇଁ ବନେଇଛି। ଭିଡିଓ ଜମାରୁ ସ୍କିପ୍ କରନ୍ତୁ ନାହିଁ, ନହେଲେ ବୁଝିପାରିବ ନାହିଁ। ଭିଡିଓ ଶେଷ ଯାଏଁ ଦେଖନ୍ତୁ, ତାହେଲେ ତମେମାନେ ବୁଝିବ। 0 ଭ୍ୟୁଜରୁ 1K 2K ଭ୍ୟୁଜ କେମିତି ଆସିବ? ଏହି ଭିଡିଓରେ ପୁରା ପ୍ରୋସେସ୍ ଅଛି। ଗୋଟେ ଛୋଟ କ୍ରିଏଟର ଥିଲା, ପ୍ରତିଦିନ ଭିଡିଓ ଅପଲୋଡ କରୁଥିଲା। ହେଲେ ଭ୍ୟୁଜ 1, ଲାଇକ୍ସ 0, କମେଣ୍ଟସ୍ 0। ସେ ଫୋନ୍ ଦେଖି ମନେ ମନେ କହୁଥିଲା, ମୋ ଭିଡିଓ କାହିଁକି ଚାଲୁନି? ସେ ଭାବିଲା ସାୟଦ ଲକ୍ ମୋ ସହ ନାହିଁ, କିନ୍ତୁ ସେ ଛାଡ଼ିଲା ନାହିଁ। ପ୍ରଥମ 1ରୁ 2 ଦିନ ଭିଡିଓକୁ କେହି ଟଚ୍ କଲେ ନାହିଁ। ଆଲଗୋରିଦମ୍ ମଧ୍ୟ ସାଇଲେଣ୍ଟ। ଏହାକୁ କୁହାଯାଏ ଫ୍ରିଜ୍ ଫେଜ୍। ଏଠି 90% ଲୋକ କ୍ୱିଟ୍ କରିଦିଅନ୍ତି, କିନ୍ତୁ ସେ କ୍ରିଏଟର ଲାଇକ୍ ରିମୁଭ୍ କଲା ନାହିଁ, ଭିଡିଓ ଡିଲିଟ୍ କଲା ନାହିଁ, ପେସେନ୍ସ ଧରିଲା। 3rd ଡେ ହଠାତ୍ ନୋଟିଫିକେସନ୍, 1 ଭ୍ୟୁ, 10 ଭ୍ୟୁଜ, 100 ଭ୍ୟୁଜ। ପରେ 10K, 50K, 100K। ଲାଇକ୍ସ ବଢ଼ିଲା, କମେଣ୍ଟସ୍ ଆସିଲା, ଶେୟାର ହେଲା ଭିଡିଓ। ଆଲଗୋରିଦମ୍ ଫାଇନାଲି କହିଲା, ଓକେ, ନାଓ ଆଇ ଟ୍ରଷ୍ଟ ୟୁ। ମୋରାଲ ଏଣ୍ଡିଂ ହୁକ୍, ଯଦି ଆଜି ତୋ ଭିଡିଓ ଫ୍ରିଜ୍ ହୋଇଛି, ଡିଲିଟ୍ କରନି, ଡିମୋଟିଭେଟ୍ ହେଅନି, କାରଣ ଏଭ୍ରି ଭାଇରାଲ ଭିଡିଓ ଫର୍ଷ୍ଟ ପାସେସ୍ ଥ୍ରୁ ଫ୍ରିଜ୍। ଆଜି 1 ଭ୍ୟୁ, କାଲି 100K। ଭିଡିଓ ଯଦି ଭଲ ଲାଗିଲା, ଭିଡିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନକୁ ଦବାନ୍ତୁ। ଆଉ ହଁ, ଅଲ୍ ରଖନ୍ତୁ। ମୁଁ ଯୋଉ ଭିଡିଓ ଅପଲୋଡ କରିବି, ତମ ପାଖକୁ ପ୍ରଥମ ଭିଡିଓ ଯିବ। ଭିଡିଓ ଯଦି ଭଲ ଲାଗିଲା, କମେଣ୍ଟ ଜରୁର କରିବେ, ଆଉ ସେୟାର କରିବେ। ଓକେ, ବାଏ। ନେକ୍ସଟ ଭିଡିଓରେ ପୁଣି ଦେଖା ହବ।